ବର୍ତ୍ତମାନ ମୁଁ ଅଛି କଇଁପୁର ଏବଂ ଗାରାବନ୍ଧ ଯେଉଁ ମୁଖ୍ୟ ରାସ୍ତା ଅଛି ସେଇଠିରେ ମୁଁ ଅଛି। ଆପଣମାନେ ଯଦି ଦେଖିବେ ଇଏ ହେଉଛି କଇଁପୁର ରାସ୍ତା ଏବଂ ଏଇ ରାସ୍ତା ଦେଇ ଆମେ ଗାରାବନ୍ଧ ବି ଯିବା। ଏ ହେଉଛି ମୁଖ୍ୟ ରାସ୍ତା ଏବଂ ଯେଉଁ ରାସ୍ତା ଅଛି ସେଇଠି ଅନେକ ଘାଟି ଅଛି ଏବଂ ଘାଟିରେ ମାଙ୍କ ମନ୍ଦିର ମଧ୍ୟ ଅଛି। ଯେ ଆମେ କ୍ୟାମେରା ପର୍ସନକୁ ଅନୁରୋଧ କରିବି ଯେ ମାଙ୍କ ମନ୍ଦିର ମଧ୍ୟ ଅଛି ଏଇଠି। ମା ସାତଭଉଣୀ ମନ୍ଦିର ଏବଂ ଏଇଠି ଅଛି ଆମର ମନ୍ଦିର ଅଛି। ମୁଁ ଦର୍ଶକଙ୍କୁ ଗୋଟିଏ ଜିନିଷ କହିବାକୁ ଚାହେଁ ଯେ ଆପଣମାନେ ଭାବୁଥିବେ ଯେ ଏଇ ରାସ୍ତା ଏବଂ ମନ୍ଦିର କାହିଁକି ଦେଖାଗଲା ଏବଂ ଏହା ସହିତ କ'ଣ ସମ୍ପର୍କ ଅଛି। ତା ପୂର୍ବରୁ ଆପଣମାନେ ଜାଣିଥିବେ ଯେ ମହେନ୍ଦ୍ର ବନାଞ୍ଚଳ ଅଧୀନରେ ଯେଉଁ କିଞ୍ଚିଲିଙ୍ଗର ଫରେଷ୍ଟ ରିଜର୍ଭ ଅଛି, କିଞ୍ଚିଲିଙ୍ଗ ଫରେଷ୍ଟ ରିଜର୍ଭ ଅଛି, ସେଇଠି ନିଆଁ ଲଗାଯାଇଛି ଏବଂ ଗଛ କଟାଯାଇଛି ନୂଆ ଗଛ ଲଗାଇବା ପାଇଁ। କିନ୍ତୁ ତା ପୂର୍ବରୁ ମୁଁ ଆପଣମାନଙ୍କୁ ଦେଖାବାକୁ ଚାହେଁ ଯେ ଏ ହେଉଛି ସେଇ କିଞ୍ଚିଲିଙ୍ଗ ଫରେଷ୍ଟର ଯାହା ଅଛି ଘଞ୍ଚ ଜଙ୍ଗଲ ହେଇକି ଅଛି ଏବଂ ଏବଂ ଏ ହେଉଛି ଉପର ପଟ ରାସ୍ତା ଏବଂ ଉପର ପଟ ରାସ୍ତାରେ ଆପଣମାନେ ଦେଖିପାରୁଥିବେ କିପରି ଜଙ୍ଗଲ ରହିଛି ଏବଂ କେତେ ପ୍ରକାର ଗଛ ଅଛି ଏବଂ ପୁରା କେତେ ସେ ପାହାଡ଼ ପର୍ଯ୍ୟନ୍ତ ବି ଗଛ ପୁରା ଲାଗିଛି ଏବଂ ବିଭିନ୍ନ ପ୍ରକାର ଗଛ ଅଛି ଏବଂ ଶୁଣା ଯାଉଛି କି ଏଇଠି ଔଷଧୀୟ ବୃକ୍ଷ ମଧ୍ୟ ଅଛି। କିନ୍ତୁ ଆର ପାର୍ଶ୍ୱରେ ଯେଉଁ ଘଟଣା ଘଟିଛି ଏବଂ ବନ ବିଭାଗ ଗଛ ଲଗେଇବା ନାଁରେ ପୋଡ଼ିଛି ବନକୁ ଏବଂ ଗଛ କାଟିଛନ୍ତି, ଆପଣମାନେ ଦେଖିପାରୁଥିବେ ଏଇ ସେଇ ଅଞ୍ଚଳ ଯୋଉଠିକି ବନ ବିଭାଗ ପକ୍ଷରୁ ନୂଆ ଭାବେ ନୂଆ ଗଛ ଲଗାଇବା ପାଇଁ ବନକୁ ପୋଡ଼ି ଦିଆଯାଇଛି। ଆପଣମାନେ ଶୁଣିକି ଆଶ୍ଚର୍ଯ୍ୟ ହେବେ, ଗଛ ଲଗେଇବା ବାହାନାରେ ଜଙ୍ଗଲ କାଟି ଦିଆଯାଉଛି, ଜଙ୍ଗଲକୁ ପୋଡ଼ି ଦିଆଯାଉଛି। ସହଭାଗୀ ପ୍ରାକୃତିକ ପୁନର୍ଜନନ ଅଧୀନରେ ଖାଲି ସ୍ଥାନରେ ବୃକ୍ଷରୋପଣ ଏନ୍ଆର୍ ୱିଥ୍ ଗେପ୍ ପ୍ଲାଣ୍ଟେସନ୍ 2026-27 ନିୟର ଲଟିଗାଁ ଏରିଆ ହେଉଛି ଆର 25 ହେକ୍ଟର ସ୍କିମ୍ ହେଉଛି କେମ୍ପାରେ ମହେନ୍ଦ୍ରଗିରି ରେଞ୍ଜ ନାରାୟଣପୁର ପାରଳାଖେମୁଣ୍ଡି ଫରେଷ୍ଟ ଡିଭିଜନ। ତେବେ ଆଜ୍ଞା ଏଇଠି ଯେଉଁ ଲେଖା ହେଇଛି ଯେ ସହଭାଗୀ ପ୍ରାକୃତିକ ପୁନର୍ଜନନ ଅଧୀନରେ ଖାଲି ସ୍ଥାନରେ ବୃକ୍ଷରୋପଣ, ଯେ ଏଇଟା ଖାଲି ସ୍ଥାନ ନୁହଁ, ଏକ ନିର୍ଘନ ଜଙ୍ଗଲ ଥିଲା ଏବଂ ଏଇଠି ଦେଖନ୍ତୁ କୋଭଳି ଭାବରେ ନିଆଁ ଲଗାଯାଇଛି ଏବଂ ଗଛ ଗୁଡାକ କଟା ଯାଇଛି ଏବଂ ପାଖାପାଖି ଛୋଟ ବଡ଼ ମିଶି ପାଖାପାଖି ଲକ୍ଷ ଲକ୍ଷ 4-5 ଏକର ଜାଗାରେ ଏପରି ଗଛ କଟା ଯାଇଛି ଏବଂ ଏପଟେ ଦେଖିଲେ ଅନ୍ୟପଟେ ଦେଖିଲେ ଯଦି କହିବା ଆମର ଯେଉଁ ବନ ବିଭାଗ ତରଫରୁ ପ୍ରୟାସ ଜାରି କରାଯାଇଛି ନୂଆ ଗଛ ଲଗାଇବା ପାଇଁ ଗର୍ତ୍ତ ବି ଏଠି ଖୋଳାଯାଇଛି। ମୁଁ କ୍ୟାମେରା ସହଯୋଗୀକୁ ଅନୁରୋଧ କରିବି ନୂଆ ଗଛ ଲଗାଇବା ପାଇଁ ଗାତ ବି ଏଠି ଖୋଳାଯାଇଛି, କିନ୍ତୁ ଏହା ଯୁକ୍ତିଯୁକ୍ତ କି? କାରଣ ଯୋଉଠି ବନ ବିଭାଗର ବନ ପୁରା ଘଞ୍ଚ ଜଙ୍ଗଲ ହେଇକି ରହିଛି ସେଇଠି ଗଛ କାଟି ନୂତନ ଗଛ ଲଗେଇବା ଆବଶ୍ୟକ ଥିଲା କି? ଏପଟେ ଯଦି କହିବା ଆମେ ଅନ୍ୟପଟେ ଯୋଉ ବାଉଣ୍ଡରୀ କରାହେଇଛି ଏବଂ ଯୋଉ ଗୁଡାକ ବାଉଣ୍ଡରୀ କରାହେଇ ଦେଖିବେ ଆପଣ ବିଭିନ୍ନ ସ୍ଥାନରୁ ଆଣିକି ଗଛ କଟା ହେଇକି ଏଇଠି ଆମର ବାଉଣ୍ଡରୀ କରାଯାଇଛି। ଏହା ଆମେ ଲୁହାର ବି କରିପାରିଥାନ୍ତେ କି ଅନ୍ୟ କୌଣସି ଇଏରେ ବି କରିପାରିଥାନ୍ତେ, କିନ୍ତୁ ଗଛ କାଟିକି ଏଇଠି କ'ଣ ବାଉଣ୍ଡରୀ କରାହେଇଛି। ଅନ୍ୟପଟେ କ୍ୟାମେରା ସହଯୋଗୀକୁ ଅନୁରୋଧ କରୁଛି ଯେ ଦେଖନ୍ତୁ କିପରି ଭାବେ କୋଉଠୁ ନା କୋଉଠୁ ଏଇଟା ଅଣାଯାଇଛି କିମ୍ବା ଏଇ ଜଙ୍ଗଲର ତାହା ବନ ବିଭାଗ ହିଁ ସ୍ପଷ୍ଟ କରିବ, କିନ୍ତୁ ଏତେ ମାତ୍ରାରେ ଏଇ ଗଛ ଶାଗୁଆନ ଗଛ ଭଳିଆ ଲାଗୁଛି ଏଇଟା, ବଟ୍ କୋଉଠି ଆସୁଛି କେମିତି ଆସିଲା ଏହା ବନ ବିଭାଗ କହିବ। ତେବେ ନୂଆ ଜଙ୍ଗଲ ସୃଷ୍ଟି ନାଁରେ ଏପରି ବିଧ୍ୱଂସ କରିବା ବନ ବିଭାଗ କ'ଣ ପାଇଁ କରୁଛି ତାହା ପ୍ରଶ୍ନବାଚୀ ରହୁଛି। ଏନେଇ ଅନେକ ସମୟରେ ମୁହଁ ଖୋଲୁନାହାନ୍ତି। ତେବେ ଯେଉଁ ଗଛ ଗୁଡାକ କଟା ଯାଇଛି ସେ ଗଛ ଗୁଡାକ ବର୍ତ୍ତମାନ ତାର କାଟିବାର ଯୋଉ ଅନ୍ୟ ଅଂଶ ଗୁଡାକ ବି ନାହିଁ ଏଇଠି। ରେଞ୍ଜ ଅଫିସର ମହେନ୍ଦ୍ର ରେଞ୍ଜ। କ'ଣ କହିବେ ସାର୍, ଯେଉଁ କିଞ୍ଚିଲିଙ୍ଗ ଜଙ୍ଗଲ ରହିଛି କିଛି ଗଛ ନିଆଁ ଲଗାଉଥିବା ଭିଡ଼ିଓ ମଧ୍ୟ ଆସିଛି, ବଡ଼ ବଡ଼ ଗଛ ମଧ୍ୟ କାଟି ଦିଆଯାଇଛି, କ'ଣ କହିବେ ତାପରେ? ସେଟା ଯେଉଁ ଭିଡ଼ିଓ ଆସିଛି ତା ଉପରେ ଆମର ଏନକ୍ୱାରି ଚାଲିଛି, ସେ କିଏ କ'ଣ ସେ
ଇଏ କରିଛନ୍ତି, ଆମେ ଅଲରେଡ଼ି ଷ୍ଟାଫ୍କୁ ଡିପ୍ଲୟ କରୁଛୁ, ଯଦି ବାହାର କରନ୍ତୁ ସେ ଲୋକ କିଏ ଅଛି କ'ଣ ନାହିଁ। ଆମର ତଦନ୍ତ ଚାଲିଛି। ଆଉ ବଡ଼ ଗଛ ଯେଉଁ କଟା ହେଇଛି ତା'ର ବି ଇନକ୍ୱାରି ଚାଲିଛି। ଆଉ ଇନକ୍ୱାରି ହେଲା ପରେ ଆମକୁ ଜଣାପଡ଼ିବ ସେଟା କ'ଣ ହେଇଛି। ସାର୍ ଆକ୍ଚୁଆଲି ସେଠି କ'ଣ କରିବାକୁ ଚାହୁଁଛି ବନ ବିଭାଗ? ସେ ଜାଗାରେ ଆମର ପ୍ଲାଣ୍ଟେସନ୍ ହେବାର ଅଛି, ପାଖାପାଖି 25 ହେକ୍ଟର ପ୍ଲାଣ୍ଟେସନ୍ ଏରିଆ ସେଇଟା। ଆଉ ଆମର ସେ ଜାଗାରେ 12,500 ଗଛ ଲାଗିବାର ଅଛି। ଆଉ ପାଖାପାଖି 20ରୁ 25 ସ୍ପେସିସ୍ ମାନେ ପ୍ରକାରର ଗଛ ସେ ଜାଗାରେ ଆମେ ଲଗାଇବାକୁ ପ୍ଲାନ୍ ରଖିଛୁ। ସେଠି ଆମର ଯେତିକି ଲଟା ଥିଲା, ଯେତିକି ବୁସେସ୍ ଥିଲା, ଯେତିକି ଆମର ଅନାବନା ମାଡ଼ି ଯାଇଥିବା ଲଟା ଯେଉଁଟା ଥିଲା, ଯେଉଁଟାକି ଆମକୁ ସଫା କରିକି ତା ଜାଗାରେ ଇକୋନୋମିକାଲି ଇମ୍ପୋର୍ଟାଣ୍ଟ ସ୍ପେସିସ୍ କିଛି ଆମେ ଲଗାଇବାକୁ ସେ ଜାଗାରେ ପ୍ରୟାସ କରିଥିଲୁ। ଆଉ ସେଠାରେ ବି ଆମର ସେ ପାଖ ଗାଁର ଲୋକମାନଙ୍କର ରିଜଲ୍ୟୁସନ୍ ଆଉ ସହମତି ବି ସେ ଆମେ ପାଇଥିଲୁ। ଆଉ ପାଇକିରି ଆମେ ସେଇ ପରିପ୍ରେକ୍ଷୀରେ ସେ ଜାଗାରେ ଆମେ ଗଛ ଲଗାଇବାକୁ ଚେଷ୍ଟା କରୁଛୁ। ବଡ଼ ଗଛ କଟା ଯିବାର କୌଣସି ଇଏ ନାହିଁ, କିନ୍ତୁ ଯଦି ବଡ଼ ଗଛ କେଉଁଠି କଟିଛି ସେ ଜାଗାରେ ଆମେ ପୁଣି ତା'ର ତଦନ୍ତ ଚାଲିଛି। ସେ ତଦନ୍ତ ହେଲା ପରେ ଜଣାପଡ଼ିବ କାହିଁକି କାଟିଲା, କିଏ କାଟିଲା, ଆଉ କିଏ ରେସ୍ପନ୍ସିବଲ୍ ଅଛି। ସେଠି ଫରେଷ୍ଟର ଆଉ ଅଛନ୍ତି ସେ ଜାଗାରେ ଇନଚାର୍ଜ। ଆଉ ସେମାନଙ୍କୁ ତ ଡାକିକି ତାଙ୍କ ଉପରେ ଇନକ୍ୱାରି ଚାଲିଛି ଏବେ। ସେ କ'ଣ ଯାହା ଆସିବ ରେଜଲ୍ଟ ସେଇଟାକୁ ଦେଖିକି ଆମେ କହିପାରିବୁ। ହଁ, ଯିଏ ଯାହାର ଫଲ୍ଟ ଜଣାପଡ଼ିବ ତା ଅନୁସାରେ ତା ଉପରେ ସେମିତି ଆକ୍ସନ୍ ନିଆଯିବ। ନା, ନିଆଁ ଲଗାଇବାଟା ତ ସମ୍ପୂର୍ଣ୍ଣ ଭୁଲ କଥା। ନିଆଁ ଲଗାଇବା କଥା ନୁହେଁ। ସେ ଆମର ସେଇଟା ତ ଇନକ୍ୱାରିର ବିଷୟ ଅଛି, ସେଇଟା ତ ତଦନ୍ତ ଚାଲିଛି। ସେଇଟା କିଏ ଲଗେଇଛି ସେଇଟା ଏବେ ଜଣା ନାହିଁ, ସେଇଟା ହେଲା ପରେ ଆମେ କହିପାରିବୁ। ଦେଖିଲେ ଆପଣ ଆଶ୍ଚର୍ଯ୍ୟ ଲାଗିବ। ମୁଁ କ୍ୟାମେରା ପର୍ସନକୁ ଅନୁରୋଧ କରିବି ଯେ ଦେଖନ୍ତୁ କିଭଳି ଭାବେ ଏଇ ଗଛ ଗୁଡ଼ାକୁ କାଟି ଦିଆଯାଇଛି, ଯାହା ଯୋଉଥିପାଇଁ କି ଆମେ ଖବର ନେବାରେ ଜଣା ପଡ଼ିଛି ଯେ ଏଇ ଗଛ ଗୁଡ଼ାକ କଟାଯାଇ କୁଆଡ଼େ ନୂଆ ଭାବେ ଆଉ ଥରେ ବନ ବିଭାଗ ତରଫରୁ କାର୍ଯ୍ୟ ଆରମ୍ଭ ହେଇଯାଇଛି ନୂଆ ଗଛ ଲଗେଇବା ପାଇଁ। ତେବେ ଏ ଯୋଉ ଗଛ ଦେଖାଯାଉଛି ଆପଣଙ୍କୁ, ଇଏ କେତେ ଦିନ ଲାଗିବ ଗୋଟେ ଗଛ ଆସିବାକୁ, ଏବଂ ଏମିତି କେତେ ବର୍ଷ ଲାଗିବ ଏପରି ଗୋଟେ ଗଛ ହେବାକୁ, ଏବଂ ଯୋଉ ଅଭିପ୍ରାୟ କରିଛନ୍ତି ଆମର ବନ ବିଭାଗ ତରଫରୁ, ତ ସେଇଟା ବିଶେଷ କରି କହିଲେ ସ୍ୱାଗତ ଯୋଗ୍ୟ ମଧ୍ୟ ସ୍ୱାଗତ ଯୋଗ୍ୟ। କିନ୍ତୁ ଏପରି ଗଛ କାଟି ଆପଣ ଦେଖିପାରୁଥିବେ କିପରି ଗଛ ଗୁଡ଼ାକ କଟା ହେଇଯାଉଛି, କେତେ ବଡ଼ ବଡ଼ ଗଛ କଟା ହେଇଯାଇଛି। କ୍ୟାମେରା ପର୍ସନକୁ ଅନୁରୋଧ କରିବି ଯେ ସେ ପୁରା ଭିଜୁଆଲ ଦେଖେଇବେ କେତେ ବଡ଼ ବଡ଼ ଗଛ କଟା ହେଇଯାଇଛି ନୂଆ ବୃକ୍ଷ ଲଗେଇବା ନାଁରେ ଏବଂ ନୂଆ ବନ ତିଆରି କରିବା ନାଁରେ। ଆପଣ ଦେଖିପାରୁଥିବେ ଖାଲି ଏହିପରି ଗଛ ନାହିଁ, ଏହିପରି ଯୋଉ ଛୋଟ ଛୋଟ ଗଛ ଗୁଡ଼ାକ ଅଛି, ଏମିତି ଯଦି କହିବା ଏହା 4ରୁ ପ୍ରାୟ 5 ଏକର ଜାଗାରେ ଏପରି ନିଆଁ ଲାଗିଛି ବର୍ତ୍ତମାନ ସୁଦ୍ଧା ଯଦି କହିବା, ଏବଂ 5 ଏକର ଜାଗାରେ ପୁରା ଏପରି ଗଛ ଗୁଡ଼ାକ କଟା ଯାଇଛି। ଯଦି ଛୋଟ ବଡ଼ ମିଶେଇବା ତେବେ ଲକ୍ଷ ଲକ୍ଷ ଗଛ ଏଇଥିରେ କାଟିବାକୁ ଦେଖିବାକୁ ମିଳିଛି। ଏବଂ ଯାହା ସୂଚନା ମିଳିଛି, ଏଥିପାଇଁ କିଏ ଦାୟୀ ଯଦି କହିବା ବନ ବିଭାଗର ଜାଣିପାରିଲାନି କି, ଯଦି ଜାଣିଲା କ'ଣ ନିୟମ ରହିଛି କି ଯେ ଏପରି ଗଛ କାଟିବା ଏବଂ ଗଛକୁ ନିଆଁରେ ଲଗେଇବା। ତେବେ ଆମେ ଯାହା ଆଲୋଚନା କରୁଥିଲୁ ମହେନ୍ଦ୍ର ବନାଞ୍ଚଳ ଅଧିକାରୀଙ୍କ ସହିତ, ସେ ଯାହା କହୁଥିଲେ ଯେ ଗଛ କାଟିବା ପାଇଁ କି ନିଆଁ ଲଗେଇବା ପାଇଁ ଆମର କୌଣସି ପ୍ରକାର ନାହିଁ, ବ୍ୟବସ୍ଥା ନାହିଁ। କିନ୍ତୁ ଯୋଉଠି ଯଦି ନୂଆ ରୂପରେ ଗୋଟେ ବନ ତିଆରି କରିବାର ଅଛି, ତ କିଛି ଛୋଟ ଛୋଟ ବନ ତିଆରି, କିନ୍ତୁ ଏଇଠି ବନ ତିଆରି କରିବାର ଆବଶ୍ୟକତା କ'ଣ? ଯୋଉଠି ବନ ତିଆରି ହେଇକି ରହିଥିଲା ଏବଂ ଶହ ଶହ ଗଛ ଅଛି ଛୋଟ ବଡ଼ ମିଶେଇକି, ଏବଂ ଏପରି କାଟିବାର କ'ଣ ଯଥାର୍ଥ ଥିଲା? ତେବେ ଏ ନେଇ ଆଗାମୀ ଦିନରେ କ'ଣ ପଦକ୍ଷେପ ରହିବ ବନ ବିଭାଗ ଅଧିକାରୀଙ୍କ, ତାହା ସମୟ କହିବ। କିନ୍ତୁ ବର୍ତ୍ତମାନ ଯୋଉ ଦେଖିଲେ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିବ, ଏତେ ଲକ୍ଷ ଲକ୍ଷ ଟଙ୍କାର ଲକ୍ଷ ଲକ୍ଷ ଗଛ କାଟି ଦେଇଥିଲେ, ଏବଂ ଦେଖାଯାଉଛି ଏବଂ ଶୁଣିବାକୁ ମିଳୁଛି ଯେ ଏ ଗଛ ଗୁଡ଼ାକ କାଟିବା ପରେ ଗଲା କୁଆଡ଼େ? ପ୍ରଶ୍ନ ଉଠୁଛି ଏଇଠି ଯେ ଗଛ କାଟିବା ପରେ ସେ ଯୋଉ ବଳକା ଗଣ୍ଡି ଗୁଡ଼ାକ ଅଛି, ଏବଂ ଆପଣ ଦେଖିପାରୁଥିବେ ବିଭିନ୍ନ ସମୟରେ ବଡ଼ ବଡ଼ ଗଛ ବି ଅଛି, ସେ ଯା କ'ଣ ହେଇଛି ସେ ମାନେ ବନ ବିଭାଗ ପକ୍ଷରୁ ଏବେ ଉତ୍ତର ନାହିଁ। ଯଦି ଏ ସମ୍ପର୍କରେ ଆମେ ବିଭିନ୍ନ ସମୟରେ ଏବଂ ଏକାଧିକ ଥର
ଡିଏଫଓଙ୍କ ସହିତ ଫୋନ୍ ଯୋଗେ କମ୍ୟୁନିକେସନ୍ କରିବାକୁ ଚାହିଁଲୁ, କଣ୍ଟାକ୍ଟ କରିବାକୁ ଚାହିଁଲୁ, କିନ୍ତୁ ତାର କୌଣସି ପ୍ରତିକ୍ରିୟା ମିଳିପାରିଲାନି। ତେବେ ଆଗାମୀ ଦିନରେ ବନ ବିଭାଗ କ'ଣ ପଦକ୍ଷେପ ନେଉଛି ତାକୁ ଦେଖିବାକୁ ବାକି ରହିଲା। କିଞ୍ଚିଲିକ ବନାଞ୍ଚଳରୁ ବିଜୟ କୁମାର ଗୌଡ଼, ବଡ଼ ଖବର।